ଆପଣ ସମସ୍ତଙ୍କୁ ଆମର ୟୁଟ୍ୟୁବ ଚ୍ୟାନେଲ ଲର୍ଣ୍ଣିଂ ଏକାଡେମୀ ସ୍ୱାଗତ। ଆଜିର ଭିଡ଼ିଓରେ ଆଲୋଚନା କରିବା ବିଏସସି ଓଡ଼ିଶା ତରଫରୁ ଓଟିଇଟିର କ'ଣ ରହିଛି ଏଲିଜିବିଲିଟି ଏବଂ କେଉଁମାନେ ଆପ୍ଲାଏ କରିପାରିବେ, କ'ଣ ନୂଆ ରୁଲ୍ସ ରେଗୁଲେସନ୍ ଅଛି ତାହା ଉପରେ ମଧ୍ୟ ଆଲୋଚନା କରିବା। ଭିଡ଼ିଓଟିକୁ ଲାଇକ୍, ଚ୍ୟାନେଲ ସେୟାର, ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ମଧ୍ୟ କ୍ଲିକ୍ କରନ୍ତୁ ଏବଂ ତା ସହିତ ଆଲୋଚନା କରିବା ଯେ ଯେଉଁମାନେ ବିଇଡି ପିଲା କି ଇଣ୍ଟିଗ୍ରେଟେଡ୍ ବିଇଡି ଏମିଡି ପିଲା ସେମାନେ ଆଗରୁ ଯେଉଁ ପେପର 1 ଦେଇପାରୁନଥିଲେ, ମଝିରେ ଯେଉଁ ସୁପ୍ରିମକୋର୍ଟର ରୁଲ୍ସ ଅନୁସାରେ ରହିଲା ତାହା ସେମାନେ ଏବେ ଦେଇପାରିବେ କି, ଆଉ ଯଦି ଦେଲେ ସେ ସାର୍ଟିଫିକେଟ୍ ଆଗାମୀ ଦିନ ତାଙ୍କର କେଉଁ ଜବ୍ରେ ଆସିବ, ଏ ସବୁ ଉପରେ ଆମେ ଆଲୋଚନା କରିବା। ତେଣୁ ଭିଡ଼ିଓଟିକୁ ଲାଇକ୍, ଚ୍ୟାନେଲ ସେୟାର, ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ବଟନ୍କୁ କ୍ଲିକ୍ କରନ୍ତୁ ଏବଂ ଯାହାଫଳରେ ଏହି ପୁରା ନ୍ୟୁ ଭିଡ଼ିଓ ନୋଟିଫିକେସନ୍ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଏବଂ ସବୁଠୁ ବଡ଼ କଥା ହେଲା ଯେ ଏବେ ବି ଆଡମିସନ୍ ଚାଲୁଛି ଆମର 2026-28 ସେସନ୍ର ବିଇଡି, ବିପିଇଡି, ଡିପିଇଡି, ଏମପିଇଡି, ଏମଇଡି, ଏମଏ, ଏମଏସସି, ଏମକମ୍ ଯେଉଁମାନେ ଚାହୁଁଛନ୍ତି ଓଡ଼ିଶାର ନମ୍ବର 1 ଇନଷ୍ଟିଚ୍ୟୁଟ୍ ସିଦ୍ଧିବିନାୟକ ଏକାଡେମୀ ଥ୍ରୁ ଆନ୍ଧ୍ରପ୍ରଦେଶର ବେଷ୍ଟ ନମ୍ବର 1 କଲେଜରେ ଆଡମିସନ୍ କରିବା ପାଇଁ ସେଲ୍ଫ ସେଣ୍ଟରଠୁ ଆରମ୍ଭ କରିକି ସବୁ ଡକୁମେଣ୍ଟସର ଏବଂ ସମସ୍ତ ପ୍ରକାର ସୁବିଧା ରହିଛି। ଯେଉଁମାନେ ଚାହିଁବେ ଆପଣମାନେ କଣ୍ଟାକ୍ଟ କରନ୍ତୁ। ଆଡମିସନ୍ ବର୍ତ୍ତମାନ ଷ୍ଟାର୍ଟ ହେଇଗଲାଣି। ତେଣୁ କ'ଣ ରହିଛି ପୁରା ସିଷ୍ଟମ୍ ଆମେ ଆଲୋଚନା କରିବା। ଓଟିଇଟି ଆପଣ ଜାଣିଥିବେ ଯେ ଓଟିଇଟି ତ ବର୍ଷକୁ 2 ଥର ବାହାରେ, କିନ୍ତୁ ଆକ୍ଚୁଆଲି ଓଟିଇଟି ସବୁ ବର୍ଷ 2 ଥର ବାହାରୁନି। କିଛି ବର୍ଷ ମଝିରେ 2 ଥର ଆସିଲା, କିନ୍ତୁ ଏବେ ପ୍ରାୟ ଟାଇମ୍ ବର୍ଷକୁ ଥରେ ଆସୁଛି ଓଟିଇଟି ଓଏସଟିଇଟି। କିନ୍ତୁ ରୁଲ୍ସ କହୁଛି ଓଟିଇଟି ଓଏସଟିଇଟି ଏବଂ ସିଟିଇଟି 2 ଥର ଆସିବା କଥା, କିନ୍ତୁ ସେ ପ୍ରାୟ ଟାଇମ୍ ୱାନ୍ ଟାଇମ୍ ଆସୁଛି। ତେଣୁ ଛାଡ଼ନ୍ତୁ, ଯେବେ ବି ଆସୁଛି ଆପଣମାନେ ପ୍ରତିବର୍ଷ ତ ଦେଇପାରିବେ ଏବଂ ଥରେ ନୁହେଁ ଆପଣ 50 ଥର ଓଟିଇଟି ଦେଇପାରିବେ, 50 ଥର ସାର୍ଟିଫିକେଟ୍ ପାଇପାରିବେ। ପୂର୍ବରୁ ବହୁତ ଥର ପିଲା ମଧ୍ୟ ମାର୍କ ବଢ଼ାଇବା ପାଇଁ ଆଗରୁ ଓଟିଇଟି ଦେଉଥିଲେ। 5ରୁ 6 ବର୍ଷ ତଳର କଥା କହୁଛି, ସେମାନେ କମ୍ ମାର୍କ ରହିଥିଲେ ଆଉ ଥରେ ଦେଉଥିଲେ କାରଣ ଓଟିଇଟିର ଭ୍ୟାଲିଡିଟି ଏଇ ସମୟରେ 7 ବର୍ଷ ଥିଲା। ତେଣୁ ଯେତେ ବର୍ଷ ସେମାନେ ଆଗୁଆ ଦେବେ ସେତେ ବର୍ଷ ତାଙ୍କ ପାଇଁ ଟାଇମ୍ ତାଙ୍କ ପାଖରେ ସେଭ୍ ହେଇକି ରହୁଥିଲା, ବା ସେତିକି ଇୟର୍ ତାଙ୍କ ପାଇଁ ସେଭ୍ ହେଇକି ରହୁଥିଲା। କିନ୍ତୁ ଏବେ ତ ଲାଇଫ୍ ଟାଇମ୍ ହେଇଗଲା। କିନ୍ତୁ ତଥାପି ଆପଣ ଚାହିଁଲେ ବି ଓଟିଇଟି 3ରୁ 4 ଥର କ'ଣ ଅଧିକ ଟାଇମ୍ ଦେଇପାରିବେ, ଯେତେ ଥର ଦେଇପାରିବେ, ସେମିତି କିଛି ଲିମିଟେସନ୍ ନାହିଁ। ଆଉ ସେତେ ଥର ସାର୍ଟିଫିକେଟ୍ ପାଇପାରିବେ, ସବୁ ସାର୍ଟିଫିକେଟ୍ ଭ୍ୟାଲିଡ୍ ହେବ। ତେଣୁ ମୁଖ୍ୟ କଥା କହିବାକୁ ଗଲେ ବିଏସସି ଓଡ଼ିଶା ତରଫରୁ ଯେଉଁ ଏଲିଜିବିଲିଟି ଆସିଛି ତା ଉପରେ ସମ୍ପୂର୍ଣ୍ଣ ଭାବରେ ଆମେ ଆଲୋଚନା କରିବା। ଓଟିଇଟି 2026 ଆପଣ ଦେଖିପାରୁଥିବେ ଏବଂ ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଯେଉଁଟା ରହିଛି ଆପଣଙ୍କର ନୋଟିଫିକେସନ୍ ଅନୁସାରେ ଗଭର୍ଣ୍ଣମେଣ୍ଟ ଓଡ଼ିଶା ଡିପାର୍ଟମେଣ୍ଟ ଛାଡ଼ନ୍ତି ତ ତାର ଲେଟର ନମ୍ବର ରହିଲା। ତେଣୁ ଏଲିଜିବିଲିଟି ଉପରେ ଆମେ ଆଲୋଚନା କରିବା। ଏଲିଜିବିଲିଟି ହେଉଛି ଗୋଟେ ଏ ପର୍ସନ୍ ହାଭିଂ ମିନିମମ୍ କ୍ୱାଲିଫିକେସନ୍। କ'ଣ ରହିଛି କ୍ୱାଲିଫିକେସନ୍? କ୍ୟାଟାଗୋରୀ ଏ ମାନେ ହେଉଛି ଆମର ପେପର 1 ମାନେ କୋଉଟା, ଯୋଉଟା ହେଉଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପଢ଼େଇବେ, ମାନେ ପ୍ରାଇମେରୀ ସ୍କୁଲର ଟିଚର ହେବେ। ଯଦି ଆପଣ କ୍ୟାଟାଗୋରୀ 1ର ଏକ୍ଜାମ୍ସକୁ କ୍ୱାଲିଫାଏ କରୁଛନ୍ତି, ତାପରେ ଜୁନିୟର ଟିଚର ଏକ୍ଜାମ୍ସକୁ କ୍ୱାଲିଫାଏ କରୁଛନ୍ତି ଏବଂ ତାପରେ ଆପଣମାନେ ପାଇଯିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପଢ଼ାଇବା ପାଇଁ ପ୍ରାଇମେରୀ ସ୍କୁଲରେ। ଏବଂ କ'ଣ ରହିଛି ହାୟର ସେକେଣ୍ଡାରୀ ଅର୍ ଇଟ୍ସ ଇକ୍ୱାଲେଣ୍ଟ ୱିଥ୍ ଆଟଲିଷ୍ଟ 50% ମାର୍କ ୱିଥ୍ ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍, ଯୋଉଟାକୁ ଆମେ ସିଟି ବୋଲି କହୁ କିମ୍ବା ତାକୁ ଆମେ ଡିଏଲ୍ଇଡି ବୋଲି ମଧ୍ୟ କହୁ। ତେଣୁ ତା କ'ଣ ଦରକାର ନା +2ରେ ଆପଣଙ୍କର +2 କିମ୍ବା +2 ଇକ୍ୱାଲେଣ୍ଟ ଯେକୌଣସି କୋର୍ସ କରିଥିବେ, ଯୋଉଟାକି ଆମର ସିଟି ସହିତ ଇକ୍ୱାଲେଣ୍ଟ ରହୁଛି, ୱିଥ୍ ଆଟଲିଷ୍ଟ 50% ମାର୍କ ରଖିବା ଦରକାର ଏବଂ ତା ସହିତ 2 ବର୍ଷିଆ କୋର୍ସ ଆପଣ ଥିବା ଦରକାର। କିମ୍ବା ତା ସହିତ ଆପଣଙ୍କର ହାୟର ସେକେଣ୍ଡାରୀ +2 ସାଥିରେ ଆପଣଙ୍କର 45% ଯଦି ଆପଣ ମାର୍କ ରଖୁଛନ୍ତି, 2 ଇୟର ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ ଆକର୍ଡିଂ ଟୁ ୱିଥ୍ ଏନ୍ସିଟିର ନର୍ମସ୍ ଆଣ୍ଡ ପୋଜିସନ୍ ଅନୁସାରେ 2002ର ରେଗୁଲେସନ୍ ଅନୁସାରେ ଯଦି ଆପଣ କୋର୍ସ କରିଥିବେ ଭ୍ୟାଲିଡ୍ ହେବେ। ତା ସହିତ +2 ୱିଥ୍ ଆଟଲିଷ୍ଟ ଇକ୍ୱାଲେଣ୍ଟ ବା ହାୟର ସେକେଣ୍ଡାରୀ ଏବଂ 50% ମାର୍କ ସହିତ 4 ଇୟର ଯେଉଁମାନେ ବିଏଲ୍ଇଡି କୋର୍ସ କରିଥିବେ, ବ୍ୟାଚଲର ଅଫ୍ ଏଲିମେଣ୍ଟାରୀ ଏଜୁକେସନ୍। ତା ସହିତ ହାୟର ସେକେଣ୍ଡାରୀ ଅର୍ ଇଟ୍ସ ଇକ୍ୱାଲେଣ୍ଟ ୱିଥ୍ ଆଟଲିଷ୍ଟ 50% ମାର୍କ 2 ଇୟର ଇନ୍ ଡିପ୍ଲୋମା ଇନ୍ ସ୍ପେଶାଲ ଏଜୁକେସନ୍। ଦେଖନ୍ତୁ ସ୍ପେଶାଲ ଏଜୁକେସନ୍ ପିଲାମାନଙ୍କ ପାଇଁ ଓଟିଇଟି ଆଲାଉ ହେଉଛି, କିନ୍ତୁ ବହୁତ ଆଗରୁ ମଝିରେ ଆଲାଉ ହେଉନଥିଲା। କିନ୍ତୁ ଭଲ କଥା ଓଟିଇଟି ସେମାନେ ଆଲାଉ ହେଉଛି ଏବଂ ଏକ୍ଜାମ୍ ମଧ୍ୟ ଦେଉଛନ୍ତି, ଜବ୍ ମଧ୍ୟ ଏଲିଜିବୁଲ୍ ପାଇଁ ସେମାନେ ହେଇପାରୁଛନ୍ତି। ଏବଂ ସେହିପରି ଭାବରେ ଆପଣ ଦେଖିପାରୁଥିବେ 50% ମାର୍କ ୱିଥ୍ 2 ଇୟର ଡିପ୍ଲୋମା ଇନ୍ ସ୍ପେଶାଲ ଏଜୁକେସନ୍, ଯେଉଁମାନେ ସ୍ପେଶାଲ ସିଟି କରିଛନ୍ତି, ଯେମିତି ସ୍ପେଶାଲ ବିଇଡି ରହିଛି, ସ୍ପେଶାଲ ସିଟି ମଧ୍ୟ ଆମ ଓଡ଼ିଶା ରହିଛି, ଯେଉଁମାନେ କରିଛନ୍ତି ସେମାନେ ମଧ୍ୟ ଓଟିଇଟି ଦେଇପାରିବେ। ତା ସହିତ ଗ୍ରାଜୁଏସନ୍ ୱିଥ୍ 2 ଇୟର ଡିପ୍ଲୋମା, ଯେଉଁମାନେ ଗ୍ରାଜୁଏସନ୍ କରିଛନ୍ତି ଏବଂ ତା ସହିତ ସିଟି ମଧ୍ୟ କରିଛନ୍ତି ସେମାନେ ବି ଦେଇପାରିବେ। ତା ସହିତ ଗ୍ରାଜୁଏସନ୍ ଆଟଲିଷ୍ଟ 50% ମାର୍କ ଇନ୍ ବ୍ୟାଚଲର ଅଫ୍ ଏଜୁକେସନ୍। ତେଣୁ ଏଠି ଦେଖନ୍ତୁ ବିଇଡି ପିଲା ମଧ୍ୟ ଏଟାକୁ ଆପ୍ଲାଏ କରିପାରିବେ। ମଝିରେ ଯେଉଁଟା ଆପଣଙ୍କର ରୁଲ୍ ହେଇଥିଲା ଏବଂ ସେଇ ରୁଲ୍ ଅନୁସାରେ ଆପଣ ଆପ୍ଲାଏ କରିପାରୁନଥିଲେ, କିନ୍ତୁ ଏବେ ମଧ୍ୟ ଆପ୍ଲାଏ କରିପାରିବେ। କିନ୍ତୁ ଏଠି ଆପଣ ଦେଖିବେ ବିଇଡି ଏମିଡି ପିଲା ମଧ୍ୟ ଆକୁ ଆପ୍ଲାଏ କରିପାରିବେ, ଯେଉଁମାନେ ପିଜି ସହିତ ପୋଷ୍ଟ ଗ୍ରାଜୁଏସନ୍ କରି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଇଣ୍ଟିଗ୍ରେଟେଡ୍ ବିଇଡି ଏମିଡି କରିଛନ୍ତି, ସେମାନେ ମଧ୍ୟ ଏନ୍ସିଟିର ରୁଲ୍ ଅନୁସାରେ ଆମେ ଆପ୍ଲାଏ କରିପାରିବେ। ଆଗରୁ ଗୋଟେ ବ୍ରିଜ୍ କୋର୍ସ ଯେଉଁମାନେ ବ୍ରିଜ୍ କୋର୍ସ କରୁଥିଲେ ସେମାନଙ୍କ ପାଇଁ, ଯେଉଁମାନେ ରହିଛନ୍ତି, ଯେଉଁମାନେ ଜବ୍ରେ ଅଛନ୍ତି ଆକ୍ଚୁଆଲି
ସେଇମାନଙ୍କ ପାଇଁ ହିଁ ଆକ୍ଚୁଆଲି ଏଇଟା ମାନେ ତାଙ୍କ ପାଇଁ ଏଇଟା ଲାଭଦାୟକ ହେବ। ମୁଖ୍ୟ କଥା ହେଉଛି କି ଆପଣମାନେ ଆପ୍ଲାଏ କରିପାରିବେ, କିଛି ଅସୁବିଧା ନାହିଁ, ଗଭର୍ଣ୍ଣମେଣ୍ଟକୁ ପଇସା ଦେବେ, ଆପ୍ଲାଏ କରିବେ, ଆପଣମାନେ ସେଥିରେ କିଛି ପ୍ରୋବ୍ଲେମ୍ ନାହିଁ। ବିଇଡି ପିଲା ପେପର 1 ଆପ୍ଲାଏ କରିପାରିବେ, ପେପର 2 ମଧ୍ୟ ଆପ୍ଲାଏ କରିପାରିବେ। ଇଣ୍ଟିଗ୍ରେଟେଡ୍ ବିଇଡି ଏମିଡି ପିଲା ମଧ୍ୟ ପେପର 1 ଆଉ ପେପର 2 ମଧ୍ୟ ଆପ୍ଲାଏ କରିପାରିବେ। କିନ୍ତୁ ଜବ୍ ବେଳେ ତ ଆପଣମାନେ ପେପର 2 ର ଆଧାରରେ ହିଁ ଜବ୍ ପାଇବେ, ଆପଣଙ୍କ ପାଇଁ ପେପର 1 ର ଆଧାରରେ ଜବ୍ ହିଁ ନାହିଁ, ଯେଉଁମାନେ ଫ୍ରେଶର କ୍ୟାଣ୍ଡିଡେଟ୍। କିନ୍ତୁ ଏଇଟା କୋଉମାନଙ୍କ ପାଇଁ ବେଶୀ ଲାଭଦାୟକ ହେବ, ଯେଉଁମାନେ ବର୍ତ୍ତମାନ ଜବ୍ରେ ଅଛନ୍ତି। ମନେ ରଖନ୍ତୁ, ଯେଉଁମାନେ ଜବ୍ରେ ଅଛନ୍ତି ଏବଂ ସେମାନେ ଯେ ଆପଣ ଦେଖୁଥିବେ ସ୍ପେଶିଆଲ ଓଟିଟି ହେଉଛି କିମ୍ବା ଏଇ ଓଟିଟି ହେଉନା କାହିଁକି, ଯେଉଁମାନେ ଜବ୍ରେ ଅଛନ୍ତି ସେମାନେ ଯେଉଁମାନେ କ୍ୱାଲିଫାଏ କରିନାହାନ୍ତି ତାଙ୍କ ପାଇଁ ଏଇଟା ବେଟର ରହିବ। ସେମାନେ ଓଟିଟି ପେପର 1 ଟାକୁ ଦେଇ ଆପଣମାନେ ଯେଉଁମାନେ ପ୍ରାଇମେରୀ ସ୍କୁଲ ଟିଚର ଅଛନ୍ତି ସେମାନେ ଏଟାକୁ ଦେଇପାରିବେ, କିମ୍ବା ଯେଉଁମାନେ ଜବ୍ରେ ଥାଇକି ପେପର 2 ଅନୁସାରେ ଯଦି ଆମେ ଦେଖିବା ମାନେ ଅପର ପ୍ରାଇମେରୀ ସ୍କୁଲ ପାଇଁ ସେମାନେ ଦେଇପାରିବେ। କିନ୍ତୁ ଯଦି ଆଉ ଗୋଟେ ଫ୍ରେଶର ପିଲା ଏଟାକୁ ଆପ୍ଲାଏ କରୁଛି, ଠିକ୍ ଅଛି, ଆପଣମାନେ ପ୍ରାକ୍ଟିସ କରିବା ପାଇଁ ଆପ୍ଲାଏ କରିପାରିବେ, କିନ୍ତୁ ଜବ୍ ବେଳେ ତ ଆପଣଙ୍କର ପେପର 2 ହିଁ ଦରକାର ହେବ, ଯେଉଁମାନେ ବିଇଡି କିମ୍ବା ଇଣ୍ଟିଗ୍ରେଟେଡ୍ ବିଇଡି ଏମିଡି ପିଲା। କିନ୍ତୁ ଯେଉଁମାନେ ସିଟି କରିଛନ୍ତି ସେମାନଙ୍କର ଜବ୍ ହଉ ଜବ୍ ନ ହଉ ସେମାନେ ପେପର 1 ହିଁ ଆପ୍ଲାଏ କରିବେ। ତେଣୁ ଏଥର ବୁଝିପାରିଲେ। ତେଣୁ ଏବେ ଆଲୋଚନା କରିବା କ୍ୟାଟାଗୋରୀ ବି। ଏଇଟା ସମ୍ପୂର୍ଣ୍ଣ ଭାବରେ ତ ଡିପେଣ୍ଡ କରୁଛି ବିଇଡି ପିଲା ହିଁ ଆପ୍ଲାଏ କରିବେ, ବା ତାଙ୍କ ପାଇଁ ଏଇଟା ରହିଛି ରୁଲ୍ସ। ତା ସହିତ ଯେଉଁମାନେ ଗ୍ରାଜୁଏସନ କରି ସିଟି ମଧ୍ୟ କରିଛନ୍ତି ଏବଂ ଡିଏଲଏଡି କରିଛନ୍ତି ସେମାନଙ୍କ ପାଇଁ ଏଇଟା ଗୋଟିଏ ରହିଛି, ପେପର 2 ଆପ୍ଲାଏ କରିବେ। ଏବଂ ତାପରେ ଆପଣଙ୍କର ରହିଛି ଆଟଲିଷ୍ଟ 50% ମାର୍କ ଗ୍ରାଜୁଏସନ ଅଦର ପୋଷ୍ଟ ଗ୍ରାଜୁଏସନ ୱିଥ୍ ବିଇଡି। ଯେଉଁମାନେ ଗ୍ରାଜୁଏସନ ଯାହାର 50% ନାହିଁ ସେମାନେ ପୋଷ୍ଟ ଗ୍ରାଜୁଏସନ ଆଧାରରେ ବିଇଡି କରୁଛନ୍ତି। ପୋଷ୍ଟ ଗ୍ରାଜୁଏସନ ଯଦି ତାଙ୍କର 50% ଅଛି ସେମାନଙ୍କର କିମ୍ବା 45% ଉପରେ ଯଦି ଅଛି ସେ ଆଧାରରେ ସେମାନେ ବିଇଡି କରୁଛନ୍ତି। ତେଣୁ ତା ସହିତ ଗୋଟେ ଯେଉଁମାନଙ୍କର ଗ୍ରାଜୁଏସନ ଥାଉ କି ପୋଷ୍ଟ ଗ୍ରାଜୁଏସନ ଥାଉ ଗୋଟେ ବିଇଡି ସାର୍ଟିଫିକେଟ୍ ଥିଲେ ସେମାନେ ଆପ୍ଲାଏ କରିବେ। ଏବଂ ତାପରେ ଗ୍ରାଜୁଏସନ ୱିଥ୍ ଆଟଲିଷ୍ଟ 45% ମାର୍କ ୱିଥ୍ 1 ଇୟର ବ୍ୟାଚଲର ଅଫ୍ ଏଜୁକେସନ। ଯେଉଁମାନେ ଆଗରୁ 1 ଇୟର ବିଇଡି କରିଛନ୍ତି ସେମାନେ ମଧ୍ୟ ଆପ୍ଲାଏ କରିପାରିବେ। ଏବଂ ଯେଉଁମାନେ 4 ଇୟର ବ୍ୟାଚଲର ଅଫ୍ ଏଲିମେଣ୍ଟାରୀ ଏଜୁକେସନ କରିଛନ୍ତି +2 ସାଥିରେ ୱିଥ୍ 50% ମାର୍କ ରଖିକି, ମାନେ ଯେଉଁଟା ଇଣ୍ଟିଗ୍ରେଟେଡ୍ ମୋଡରେ ଥିଲା ସେଟା ସେମାନେ ମଧ୍ୟ ଆପ୍ଲାଏ କରିପାରିବେ। ତା ସହିତ ଯେଉଁମାନେ ଇଣ୍ଟିଗ୍ରେଟେଡ୍ ବିଏ ବିଇଡି ବିଏସସି ବିଇଡି କରୁଛନ୍ତି 4 ଇୟର +2 ପରେ ସେଟା ମଧ୍ୟ ସେମାନେ ମଧ୍ୟ ଆପ୍ଲାଏ କରିପାରିବେ। ତା ସହିତ ଯେଉଁମାନେ ଗ୍ରାଜୁଏସନ ୱିଥ୍ ଆଟଲିଷ୍ଟ 50% ମାର୍କ ରଖି ସ୍ପେଶିଆଲ ବିଇଡି ଯେଉଁମାନେ କରିଛନ୍ତି, ଯେମିତି ସ୍ପେଶିଆଲ ସିଟି ମୁଁ କହିଲି ଗୋଟାକି ଏନସିଟି ବା ନ୍ୟାସନାଲ କାଉନସିଲ ଟିଚର ଏଜୁକେସନ କିମ୍ବା ରିହାବିଲିଟେସନ କାଉନସିଲ ଅଫ୍ ଇଣ୍ଡିଆ ଅଣ୍ଡର ଯେଉଁମାନେ ବିଇଡି କରୁଛନ୍ତି ସ୍ପେଶିଆଲ ବିଇଡି ସେମାନେ ମଧ୍ୟ ଆପ୍ଲାଏ କରିପାରିବେ, ସେ 1 ଇୟର ହଉ କି 2 ଇୟର ହଉ ବିଇଡି। ଏବଂ ତା ସହିତ ପୋଷ୍ଟ ଗ୍ରାଜୁଏସନ ୱିଥ୍ ମିନିମମ୍ 50% ମାର୍କ ଇକ୍ୱାଲେଣ୍ଟ ଗ୍ରେଡ୍ ଇଣ୍ଟିଗ୍ରେଟେଡ୍ ବିଇଡି ଏମିଡି। ଏବଂ ଯେଉଁମାନେ ଇଣ୍ଟିଗ୍ରେଟେଡ୍ ବିଇଡି ଏମିଡି ମଧ୍ୟ କରିଛନ୍ତି ପିଜି ପରେ ସେମାନେ ମଧ୍ୟ ଆଗକୁ ଆପ୍ଲାଏ କରିପାରିବେ। ତେଣୁ ଏଥିରୁ ବୁଝିପାରିଲେ ଯେଉଁମାନେ ସିଟି କରି +2 ସିଟି ବାଲା ସେମାନେ ପେପର 1 ଆପ୍ଲାଏ କରନ୍ତୁ। ଯେଉଁମାନେ ବିଇଡି ପିଲା କିମ୍ବା ଇଣ୍ଟିଗ୍ରେଟେଡ୍ ବିଇଡି ଏମିଡି ପିଲା କିମ୍ବା ଯେଉଁମାନେ ଆମର ସ୍ପେଶିଆଲ ଏଜୁକେସନ ପିଲା କିମ୍ବା 4 ଇୟର ବିଏଲଇଡି ପିଲା କିମ୍ବା 4 ଇୟର ଆପଣଙ୍କର ବିଏ ବିଇଡି ବିଏସସି ବିଇଡି ପିଲା ସେମାନେ ପେପର 2 ଆପ୍ଲାଏ କରନ୍ତୁ। ଏବଂ ପେପର 1 ମଧ୍ୟ ବିଇଡି ପିଲା ଆପ୍ଲାଏ କରିପାରିବେ, ଜଷ୍ଟ ଏମିତି ଜାଣିବା ପାଇଁ କ୍ୱେଶ୍ଚିନ୍। କିନ୍ତୁ ସେଟା ଆଗାମୀ ଦିନରେ ଜବ୍ରେ ତ ଆପଣଙ୍କର ପେପର 2 ଅନୁସାରେ ଜବ୍ ପାଇବେ, କେବେ ବି ଆପଣଙ୍କୁ ପେପର 1 ଅନୁସାରେ ଜବ୍ ମିଳିବ ନାହିଁ, କାରଣ ସେଟା ସିଟି ପିଲାଙ୍କ ପାଇଁ ସେ ପୋଷ୍ଟଟା ରିଜର୍ଭ ହେଇଛି ଆକର୍ଡିଂ ଟୁ ସୁପ୍ରିମକୋର୍ଟର ଲ ଅନୁସାରେ। କିନ୍ତୁ ଆପ୍ଲାଏ ତ କରିପାରିବେ, ଯେହେତୁ ଆପ୍ଲାଇଟା ଆକ୍ଚୁଆଲି ଯେଉଁମାନେ ଜବ୍ ଅଛନ୍ତି ତାଙ୍କ ପାଇଁ ଏଇଟା ଆକ୍ଚୁଆଲି କହିବାକୁ ଗଲେ ବେସିକାଲି ତାଙ୍କ ପାଇଁ ଦରକାର, କିନ୍ତୁ ଅନ୍ୟ ପିଲା ମଧ୍ୟ ଆପ୍ଲାଏ କରିପାରିବେ। ତେଣୁ ଏହା ରହିଛି ଆପଣଙ୍କର ଏଲିଜିବିଲିଟି ଓଟିଇଟି ବା ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଡ଼ିଶା ଶୈକ୍ଷିକ ଯୋଗ୍ୟତା ପରୀକ୍ଷଣ 2026ର ଗାଇଡଲାଇନ୍। ଯଦି ଗାଇଡଲାଇନ୍ ଉପରେ ଆଉ କିଛି ନଜର ପକେଇବା ତାହେଲେ ଆମେ ଦେଖିବା ଯେ 5% ରିଲାକ୍ସେସନ ହେଉଛି ଆପଣଙ୍କର SC ST SCBC ଏବଂ PWD କ୍ୟାଟାଗୋରୀ ପାଇଁ। ଏବଂ ଦେଖିପାରୁଥିବେ ଏଠି ସମ୍ପୂର୍ଣ୍ଣ ଭାବରେ ଦେଇଛି। ଏବଂ ତା ସହିତ ଆପଣଙ୍କର ପେପର 1 ଆଉ ପେପର 2 ଯଦି ଆମେ ଦେଖିବା ଆପଣଙ୍କୁ 2.5 ଘଣ୍ଟା ଟାଇମ୍ ମିଳିବ। ଏବଂ ତା ସହିତ ସବୁ କିଛି ମଲ୍ଟିପୁଲ ଲାଙ୍ଗୁଏଜରେ ଆସିବ। ଏବଂ ତା ସହିତ ଆପଣଙ୍କର ବିଭିନ୍ନ ଲାଙ୍ଗୁଏଜ ଯେଉଁ ରହିଲା ଓଡ଼ିଆ ହିନ୍ଦୀ ଇଂଲିଶ ଉର୍ଦ୍ଦୁ ବେଙ୍ଗଲୀ ଏସବୁ ଜିନିଷ ଆପଣଙ୍କର ଆସିଯିବ। ଯେଉଁଟା ଆପଣ ଚୁଜ୍ କରିଥିବେ ଆପ୍ଲାଏ ସମୟରେ ସେଇ ଅନୁସାରେ ଆପଣମାନେ ପରୀକ୍ଷାରେ ଲେଖିପାରିବେ। ଏବଂ ନେଗେଟିଭ୍ ମାର୍କିଂ ନାହିଁ, ତାମାନେ 150ରୁ ଆପଣମାନେ 150 କ୍ୱେଶ୍ଚିନ୍ ଆନ୍ସର ଦେଇପାରିବେ, ସେଥିରେ କୌଣସି ଅସୁବିଧା ନାହିଁ। ତେଣୁ ଭିଡ଼ିଓଟିକୁ ଲାଇକ୍, ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ବଟନକୁ କ୍ଲିକ୍ କରନ୍ତୁ, ଯାହାଫଳରେ କି ଏପରି ନ୍ୟୁ ଭିଡ଼ିଓ ନୋଟିଫିକେସନ୍ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଏବଂ ତାପରେ କହି ରଖିବାକୁ ଚାହେଁ ଯେଉଁମାନେ ଚାହୁଁଛନ୍ତି 26-28 ବ୍ୟାଚରେ ବିଇଡି ବିପିଇଡି ଡିପିଇଡି ଏମପିଇଡି ସିପିଇଡି କିମ୍ବା MA MSc MCOM ଆଡମିସନ କରିବା ପାଇଁ ଓଡ଼ିଶାର ନମ୍ବର 1 ଇନଷ୍ଟିଚ୍ୟୁଟର ଏବେ ସୁଦିନ ଏକାଡେମୀ ଥ୍ରୁ ଭୁବନେଶ୍ୱରରେ ଆଡମିସନ ଚାଲୁଅଛି। ଆପଣମାନେ ଜଏନିଂ ମଧ୍ୟ ଏବେ କରିପାରିବେ। ତେଣୁ ଆଉ ଡେରି ନ କରି ଆପଣମାନେ ଆଡମିସନ କରିବା ପାଇଁ କଣ୍ଟାକ୍ଟ କରନ୍ତୁ।